आज आपण ଜାଣିବେ ଯଦି ଆପଣଙ୍କର ରେଗୁଲାର ଅଣ୍ଟା ଦରଜ ହେଉଛି ତ ଶୀଘ୍ର ଏହାକୁ କେମିତି ଆପଣ ଭଲ କରିପାରିବେ। ବହୁତ ସାରା ହୋମ୍ ରେମେଡି ରହିଛି କିନ୍ତୁ ଆଜି ମୁଁ ଆପଣଙ୍କୁ ଗୋଟେ ବହୁତ ହି ସହଜ ଉପାୟ ବିଷୟରେ କହିବି। କିନ୍ତୁ ତା ପୂର୍ବରୁ କେତୋଟି କାରଣ ବିଷୟରେ ଆପଣ ଜାଣନ୍ତୁ। ଅଣ୍ଟା ଦରଜ କାହିଁକି ଆପଣଙ୍କର ରେଗୁଲାର ହେଉଛି? ବହୁତ ସାରା କାରଣ ଏଥିପାଇଁ ରହିଛି। ଯେମିତିକି ଯଦି ଆପଣ ଗୋଟିଏ ପୋଜିସନରେ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ବସିକି ରହୁଛନ୍ତି କିମ୍ବା ଠିଆ ହେଇକି ରହୁଛନ୍ତି। ଫର୍ଷ୍ଟ ହେଉଛି ବସିବା। ଯଦି ଆପଣ ବହୁତ ଅଧିକ ବସୁଛନ୍ତି ଆଉ ଗୋଟିଏ ପୋଜିସନ ନେଇକି ବସୁଛନ୍ତି, ଯେଉଁମାନଙ୍କର କାମ ରହିଛି ବସିବାର କାମ, ଯେଉଁମାନଙ୍କର ଅଫିସରେ 7-8 ଘଣ୍ଟା ବସିକି ରହୁଛନ୍ତି ତ ସେଟା ତାଙ୍କର ଡ୍ୟୁଟି ଆଉ ସେମାନେ ନିଶ୍ଚିତ ଭାବରେ ତାକୁ କରିବେ। କିନ୍ତୁ ଯେଉଁମାନେ ବିନା କାରଣରେ ବସୁଛନ୍ତି 7-8 ଘଣ୍ଟା ବସିକି ଫୋନ ଦେଖିବା, ଟିଭି ଦେଖିବା କିମ୍ବା ଯାହା ବି ହଉ, ଯଦି ଗୋଟିଏ ସ୍ଥାନରେ ଆପଣ ଏମିତି ଗୋଟିଏ ପୋଜିସନ ନେଇକି ବସୁଛନ୍ତି ଯୋଉଟା ଆପଣଙ୍କୁ ଲାଗୁଛି ଯେ ଠିକ ପୋଜିସନ, କିନ୍ତୁ ଏଇଟା ଆଗକୁ ଯାଇକି କିଛି ଦିନ ପରେ ଆପଣଙ୍କର ଅଣ୍ଟାର ସମସ୍ୟାକୁ ବାହାର କରେ ଆଉ ଅଣ୍ଟା ଦରଜ ହୁଏ ଏଥିପାଇଁ ଆପଣଙ୍କର। ଦିନ ସାରା ଆପଣଙ୍କୁ କିଛି ଲାଗିବନି କିନ୍ତୁ ସକାଳୁ ଯେତେବେଳେ ଉଠିବେ ଆପଣ ଦେଖିବେ ଆପଣଙ୍କର ଅଣ୍ଟାଟି ଦରଜ ହୁଏ ଆଉ ଆପଣ କୌଣସି ପ୍ରକାର କାମ କରିପାରନ୍ତି ନାହିଁ। ତ ଇଏ ହେଉଛି ଫର୍ଷ୍ଟ କାରଣ। ଆଉ ଗୋଟିଏ କାରଣ ହେଲା ଯେ ଯଦି ଆପଣଙ୍କର କିଛି ପ୍ରକାରର ଭିଟାମିନ୍ସର ଅଭାବ ରହୁଛି, ଯେମିତିକି ଆପଣଙ୍କର ଭିଟାମିନ ଡି ର ଅଭାବ ରହୁଛି, କ୍ୟାଲସିୟମ ଆପଣଙ୍କ ଶରୀରରେ ଅଭାବ ରହୁଛି କିମ୍ବା ଭିଟାମିନ ବି କମ୍ପ୍ଲେକ୍ସ, ଏ ସବୁ ଯଦି ଆପଣଙ୍କ ଶରୀରରେ ଅଭାବ ରହିବ ଦେଖିବେ ଏଥିରେ ଆପଣଙ୍କର ହାଡର ସମସ୍ୟା ବାହାରେ ଆଉ ଏଇଥିପାଇଁ ଆପଣଙ୍କର ଅଣ୍ଟା ଦରଜ ବି ବହୁତ ଅଧିକ ହୁଏ। ଆଉ ଗୋଟିଏ କାରଣ ହେଲା ଯଦି ଆପଣଙ୍କର ଶିର କିଛି ଟାଣି ଧରୁଛି, ତା ପାଇଁ ବି ଅଲଗା କିଛି କାରଣ ରହିଛି, କିନ୍ତୁ ଯଦି ଆପଣଙ୍କର ଶିର ବି ଟାଣି ରୁହେ ତେବେ ବି ଆପଣଙ୍କର ଅଣ୍ଟାଟି ଦରଜ ହୁଏ କିମ୍ବା ବିନ୍ଧା ଛିଟିକା କରେ। ଆହୁରି ବି ୟାକୁ ଛାଡ଼ିଦେଲେ ବହୁତ ସାରା କାରଣ ରହିଛି, ଯେମିତିକି ଇଣ୍ଟରନାଲି ଯଦି ଆପଣଙ୍କର କିଛି ଅନ୍ୟ ପ୍ରୋବ୍ଲେମ ରହୁଛି, ଅନ୍ୟାନ୍ୟ ଶାରୀରିକ ସମସ୍ୟା ଆପଣଙ୍କର ରହୁଛି ଯୋଉଟାକି ଆପଣମାନେ ଏ ପର୍ଯ୍ୟନ୍ତ ଜାଣିନାହାନ୍ତି, ତ ସେଥିପାଇଁ ବି ଆପଣଙ୍କର ଅଣ୍ଟାଟି ଦରଜ ହୁଏ ଆଉ ଆପଣମାନେ କିଛି କାମ କରିପାରନ୍ତି ନାହିଁ। ଆଉ ବେଳେ ବେଳେ ତ ଏମିତି ବି ଦେଖାଯାଏ ଯଦି ଆପଣ ବହୁତ ଅଧିକ ଭାରି କାମ କରିଦେଲେ ତ ସେଥିରେ ବି ଆପଣଙ୍କର ଅଣ୍ଟା ଦରଜ ହେଇଯିବ। ଅର୍ଥାତ୍ କିଛି ଆପଣଙ୍କୁ କୁହାଗଲା ଏକ୍ସରସାଇଜ କରନ୍ତୁ, କିନ୍ତୁ ଆପଣ କ'ଣ କଲେ, ଅଭ୍ୟାସ ନାହିଁ ଆଉ ହଠାତ୍ ଆପଣ ଘଣ୍ଟେ 2 ଘଣ୍ଟା ପର୍ଯ୍ୟନ୍ତ ଏକ୍ସରସାଇଜ କଲେ, ନଚେତ୍ କିଛି ଗୋଟେ ଭାରି ସାମାନ ଆପଣ ଉଠେଇଦେଲେ ଯୋଉଟାକି ବହୁତ ଅଧିକ ଆପଣଙ୍କ ଶରୀର ପାଇଁ ଓଭରଲୋଡ ହେଇଗଲା। ଆଉ ଯଦି ଓଭର ଆପଣ କାମ କରିଦେବେ ଏଥିରେ ନିଶ୍ଚୟ ଆପଣଙ୍କର ଅଣ୍ଟାର ସମସ୍ୟା ବାହାରି ପଡ଼ିବ ଆଉ ଅଣ୍ଟାଟି ଆପଣଙ୍କର ଦରଜ ରହିବ। ଆଉ ଯଦି ଆପଣ ଜାଣିପାରିଲେନି ଯେ ଏତେ ଅଧିକ କାମ କରିବା ଦ୍ୱାରା ଆପଣଙ୍କର ଏଭଳି ସମସ୍ୟା ହେଉଛି, ତ ଏ ସମସ୍ୟା ଆଗକୁ ବଢ଼ି ଚାଲିବ। କାରଣ ଯଦି ଆପଣ ଦିନେ 2 ଦିନ କାମ କରିକି ତାପରେ ଆପଣଙ୍କର କାମଟି ସରିଯାଉଛି ତେବେ ତ ଅଣ୍ଟା ଦରଜ ଆପଣଙ୍କର କମିଯାଏ। କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ ମୁଁ ଡେଲି ଡେଲି ଏଭଳି ଭାବରେ କାମ କରିବି ତ ଯୋଉଟା ଆପଣଙ୍କ ଶରୀରଟି ସହିପାରିବନି, ଯେତିକି କାମ ଦରକାର ତାଠାରୁ ବି ବହୁତ ଅଧିକ ଆପଣ କାମ କରିବେ, ତ ନିଶ୍ଚିତ ଏଥିରେ ଆପଣଙ୍କର ଅଣ୍ଟା ପେନ୍ କରିବ ଆଉ ଦରଜ ହବ, ବିନ୍ଧା ଛିଟିକା ଏସବୁ ସମସ୍ୟା ଆପଣଙ୍କର ବଢ଼ିଯାଏ। ତ ଅଣ୍ଟା ଦରଜକୁ ଶୀଘ୍ର କମାଇବା ପାଇଁ ଆପଣ କ'ଣ କରିବେ? ଆପଣ ଯେତେବେଳେ ଶୋଉଛନ୍ତି ତ ସେତେବେଳେ ଗୋଟେ ତକିଆ ଆପଣ ଏକ୍ସଟ୍ରା ରଖନ୍ତୁ। ସେ ତକିଆଟା ସଫ୍ଟ ହେଇଥିବା ଦରକାର ଆଉ ସେ ତକିଆକୁ ଆପଣଙ୍କର ଆଣ୍ଠୁ ତଳେ ଦିଅନ୍ତୁ। ଯେମିତି ଆପଣ ଏଇ ପିକ୍ଚରରେ ଦେଖିପାରୁଛନ୍ତି ଠିକ୍ ସେମିତି ଆପଣଙ୍କର ଆଣ୍ଠୁ ତଳେ ଆପଣ ଦେଇପାରିବେ। ଆପଣ ଯେକୌଣସି ପୋଜିସନରେ ଶୁଅନ୍ତୁ ନା କାହିଁକି ଆପଣଙ୍କର ଆଣ୍ଠୁ ତଳେ ତକିଆଟି ଦେବାକୁ ଚେଷ୍ଟା କରନ୍ତୁ। ଏଥିରେ ଗୋଟେ ବ୍ୟାଲେନ୍ସ ତିଆରି ହୁଏ। ଆପଣଙ୍କର ଯେତେବେଳେ ଆପଣ ଶୋଉଛନ୍ତି ସେତେବେଳେ କ'ଣ ହୁଏ, ଆପଣ ପୁରା ସିଧା ହେଇକି ରହିଲେ କିମ୍ବା ଯେତେବେଳେ କଡ଼ ଲେଉଟକୁ ଶୋଉଛନ୍ତି ଗୋଟେ ଅଲଗା ପୋଜିସନରେ ଶୋଉଛନ୍ତି, ତ ଏଥିରେ କିଛି ମାତ୍ରାରେ ଆପଣଙ୍କର ଅଣ୍ଟା ହାଡ଼ ଉପରେ ପ୍ରେସରଟା ପଡ଼େ। ଆଉ ଯଦି ଆପଣ ତକିଆକୁ ରଖୁଛନ୍ତି ଏଇଟା ଆପଣଙ୍କର ଅଣ୍ଟାର ହାଡ଼କୁ ଟିକେ ବାଲାନ୍ସରେ ରଖିବ ଆଉ ରେଷ୍ଟ ଦେବ। ରେଷ୍ଟ ଦେବା ଦ୍ୱାରା ଆପଣଙ୍କର ଅଣ୍ଟା ହାଡ଼କୁ ଟିକେ କମ୍ଫର୍ଟ ଲାଗିବ, ଯେଉଁଥିରେ ସକାଳୁ ଉଠିବା ପରେ ଆଉ ଆପଣଙ୍କର ଅଣ୍ଟା ଦରଜ ଏତେ ଅଧିକ ହବନି, ଧୀରେ ଧୀରେ କରିକି କମିଯିବ। ଏଇଟାକୁ ଆପଣ ଗୋଟିଏ ଅଭ୍ୟାସରେ ପରିଣତ କରିଦେବେ। ଆଉ ଦେଖିବେ ଶୋଇବା ସମୟରେ ବି ଆପଣଙ୍କୁ ବହୁତ କମ୍ଫର୍ଟ ଲାଗିବ ଆପଣଙ୍କ ଶରୀରକୁ, ଆପଣଙ୍କୁ ଜଲ୍ଦି ନିଦ ବି ହେଇଯିବ। ଥରେ ଏଇଟା କରିକି ଦେଖନ୍ତୁ, ମୁଁ ବି ଏଇଟା କରେ। ତ ଯଦି ଆପଣ କରୁଛନ୍ତି ଆପଣଙ୍କୁ ଦିନେ 2 ଦିନରେ ହିଁ ଫରକଟା ଜଣା ପଡ଼ିଯିବ। ଆଉ କ'ଣ ଆପଣ କରିପାରିବେ? ଏଇଟା ତ ଗୋଟେ ଉପଚାର ବିଷୟରେ ଆପଣଙ୍କୁ କହିଲି। ଆଉ ଯେମିତି ଆପଣଙ୍କୁ କହିଲି ଯେ କିଛି ଯଦି ଭିଟାମିନ୍ସ ଆପଣଙ୍କର ଅଭାବ ରହୁଛି, ଯେମିତିକି କ୍ୟାଲସିୟମ, ଭିଟାମିନ B12 ଏସବୁ ଯଦି ଅଭାବ ରହୁଛି ତା ପାଇଁ ଆପଣ ଖାଦ୍ୟ ଖାଆନ୍ତୁ। ବହୁତ ସାରା ମୋର ଭିଡ଼ିଓ ରହିଛି, ଆପଣ ପ୍ଲେଲିଷ୍ଟକୁ ଯାଇକି ସେ ଭିଡ଼ିଓ ସବୁ ଦେଖିପାରିବେ। ଆଉ ଯଦି ଆପଣ ବହୁତ ଅଧିକ କାମ କରିକି ଆପଣଙ୍କର ଅଣ୍ଟା ଦରଜ ସମସ୍ୟାକୁ ବାହାର କରୁଛନ୍ତି, ଯେତିକି ଆପଣଙ୍କ ଶରୀରକୁ ଆବଶ୍ୟକ ସେତିକି ହିଁ କାମ କରନ୍ତୁ। ଏତେ ଅଧିକ କାମ କରିବା କିଛି ବି ଦରକାର ନାହିଁ। ତ ଯଦି ବହୁତ ଅଧିକ କାମ କରିବେ ଏଥିରେ ନିଶ୍ଚୟ ଆପଣଙ୍କର ଅଣ୍ଟାର ହାଡ଼ ଉପରେ ପ୍ରେସର ପଡ଼େ। ଆଉ ଯଦି କିଏ କହିଲେ ଏକ୍ସରସାଇଜ କର, ତ ଫାର୍ଷ୍ଟ ଯେତେବେଳେ ଆପଣ ଷ୍ଟାର୍ଟ କରୁଛନ୍ତି ଏକ୍ସରସାଇଜ ଆପଣ କେବଳ 5 ରୁ 10 ମିନିଟ
ଭିତରେ ହିଁ ଷ୍ଟାର୍ଟ କରନ୍ତୁ। ଫାର୍ଷ୍ଟ ଡେରେ କେବଳ ଆପଣ 5 ମିନିଟ୍ ପାଇଁ ଏକ୍ସରସାଇଜ କରିବେ, ତାପରେ 10 ମିନିଟ୍, ତାପରେ 15 ମିନିଟ୍, ଏମିତି କରିକି ଆପଣ ବଢେଇବେ। ଏମିତି ମାନେ ନାହିଁ ଯେ ଆପଣଙ୍କୁ ଏକ୍ସରସାଇଜଟା କୁହାହେଲା ତ ଏକାଥରେ ଅଧଘଣ୍ଟା ଘଣ୍ଟାଏ ଏମିତି ଆଦୌ ବି ଆପଣ କରିବେନି। କାରଣ ଯେଉଁ ଆକ୍ଟିଭିଟି ବିଷୟରେ ଆପଣଙ୍କ ଶରୀର ଆଦୌ ବି ଜାଣିନି, ଆଗରୁ କେବେ କରିନି, ସେଇ ଆକ୍ଟିଭିଟି ଆପଣ ହଠାତ୍ ଅଧଘଣ୍ଟା ଘଣ୍ଟାଏ 2 ଘଣ୍ଟା କରିବେ ତାହେଲେ ଏଥିରେ ନିଶ୍ଚୟ ଆପଣଙ୍କର ଶରୀରରେ କ୍ଷତି ହୁଏ। ଆଜିର ଭିଡ଼ିଓରେ ଆପଣ ଜାଣିଲେ ଯେ ଅଣ୍ଟା ଦରଜକୁ ଆପଣ ଶୀଘ୍ର କେମିତି କେଉଁ ଉପାୟରେ କମେଇ ପାରିବେ, କ'ଣ କ'ଣ କାରଣ ରହିଛି ଯେଉଁଥିରେ ଆପଣଙ୍କର ଅଣ୍ଟା ଦରଜଟି ଅଧିକ ମାତ୍ରାରେ ସୃଷ୍ଟି ହୁଏ। ଆଉ ମନେ ରଖନ୍ତୁ, ଯଦି କିଛି ବି ହୋମ୍ ରେମେଡି ଆପଣ ଟ୍ରାଏ କରୁଛନ୍ତି, କିଛି ବି ଉପଚାର ଆପଣ କିଛି ଦିନ କରୁଛନ୍ତି, ମାସେ 2 ମାସ କଲେ, ତଥାପି ଆପଣଙ୍କର କିଛି ବି ଲାଭ ମିଳୁନି, ତ ଆପଣ ଡକ୍ଟରଙ୍କ ପରାମର୍ଶ ନେବା ନିହାତି ଦରକାର। କାରଣ ଇଣ୍ଟରନାଲି ବି ଏମିତି କିଛି କାରଣ ଥାଏ, ଏମିତି କିଛି ରିଜନ ଥାଏ ଯୋଉଟା କି ଆପଣ ବାହାରୁ ଦେଖି କହିପାରିବେନି, ଆପଣ କି ମୁଁ କେହି ବି କହିପାରିବାନି। ତ ତା ପାଇଁ ଅଲଗା ଟେଷ୍ଟ ଦରକାର ପଡୁଛି, ତା ପାଇଁ ଡକ୍ଟରଙ୍କ ଆଡଭାଇସ୍ ଦରକାର ପଡୁଛି। ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା, ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବା ଆଦୌ ବି ଭୁଲିବେନି। ଆଜି ପାଇଁ ଏତିକି।